आज आपण मानक ପାଇଁ ପ୍ରାକୃତିକ ବିପର୍ଯ୍ୟୟର ଆଉ ଗୋଟେ ସୁନ୍ଦର ରଚନା ନେଇକି ଆସିଛି ଯାହାର ନାମ ହେଲା ଘର ପୋଡି। ତ ଘର ପୋଡି ରଚନା ଲେଖିବା ପାଇଁ ହେଲେ କେଉଁ କେଉଁ ସୋପାନର ଆବଶ୍ୟକତା ଅଛି ପ୍ରଥମେ ସେ ସୋପାନ ବିଷୟରେ ଆମେ ଅବଗତ ହେବା। ତ ଦେଖନ୍ତୁ ଘର ପୋଡି ରଚନା ପାଇଁ ସୋପାନ ଗୁଡ଼ିକ ଡିସପ୍ଲେରେ ଶୋ ହେଉଛି। ତ ସେ ସୋପାନ ଗୁଡ଼ିକ ହେଲା ଉପକ୍ରମ, କାରଣ, ଦେଖିଥିବା ଘର ପୋଡିର ଦୃଶ୍ୟ, ଘର ପୋଡିର କ୍ଷତି, ଶେଷ କଥା। ତ ପ୍ରଥମେ ଆମେ ଦେଖିବା ଉପକ୍ରମ। ଆଉ ଉପକ୍ରମରେ ଲେଖିବା ଓଡ଼ିଶାର ଗାଁ ଗହଳିର ଲୋକମାନେ ବଡ଼ ଗରିବ। ସେମାନେ ଚାଳ ଘରେ ବସବାସ କରନ୍ତି। ଖୁବ୍ କଷ୍ଟ ଓ ପରିଶ୍ରମ କଲେ ଘରଟିଏ ତୋଳା ହୁଏ। ବହୁତ ଟଙ୍କା ପଇସା ଖର୍ଚ୍ଚ ହୁଏ, ତେଣୁ ବାଧ୍ୟ ହୋଇ ଚାଳ ଘର ତିଆରି କରନ୍ତି। ସହର ବଜାରରେ ମଧ୍ୟ ବହୁତ ଲୋକଙ୍କର ଚାଳ ଘର ଥାଏ। ଶୁଖିଲା ଋତୁ ଗୁଡ଼ିକରେ, ବିଶେଷତଃ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ବହୁତ। ତାପରେ ଦେଖିବା ଆମେ ପରବର୍ତ୍ତୀ ସୋପାନ କାରଣ। କାରଣରେ ଲେଖିବା ଆମେ ଲୋକଙ୍କର ଅସାବଧାନତା ହେତୁ ଘର ପୋଡ଼ି ଘଟେ। ସ୍ତ୍ରୀ ଲୋକମାନେ ନୂଆ ନିଆଁ ଚାଳ ଘରେ ଖୁବ୍ ଜୋରରେ ଚୁଲି ଜାଳି ଦିଅନ୍ତି, ଫଳରେ ସେଠିରୁ ନିଆଁ ବାହାରି ଚାଳ ଦେହରେ ଲାଗେ, ଯାହା ଫଳରେ ଚାଳ ଘରଟି ଜଳିଯାଏ ବା ପୋଡ଼ିଯାଏ। ସଞ୍ଜରୁ ଦୀପଠାରୁ ମଧ୍ୟ ନିଆଁ ଉଡ଼ି ନୂଆ ନିଆଁ ଚାଳ ଦେହରେ ଲାଗିଲେ ଚାଳ ଘର ମଧ୍ୟ ପୋଡ଼ିଯାଏ। ପର୍ବପର୍ବାଣୀରେ ଚଉରା ମୂଲେ ସ୍ତ୍ରୀ ଲୋକମାନେ ଘିଅ ଦୀପ ଜାଳନ୍ତି। ସେହି ନିଆଁ ଉଡ଼ି ଆସି ଚାଳ ଦେହରେ ଲାଗିଲେ ମଧ୍ୟ ଚାଳ ଘରେ ନିଆଁ ଲାଗେ। ଲୋକେ ସମୟେ ସମୟେ ବିଡ଼ି ପିକା ଖାଇସାରି ଖଣ୍ଡିଆ ଅଂଶତକ ସେମିତି ଘର ପାଖରେ ପକାଇ ଦିଅନ୍ତି। ସେଥିରୁ ବେଳେ ବେଳେ ନିଆଁ ଉଡ଼ି ଆସି ଚାଳ ଘରେ ଲାଗିଯାଏ, ଯାହା ଫଳରେ ଘରଟି ପୋଡ଼ିଯାଏ। ଯାନିଯାତ୍ରା ସମୟରେ ବାଣ ଫୁଟାଇବା ବେଳେ ସେଥିରୁ ନିଆଁ ଯାଇ ଘର ସବୁ ପୋଡ଼ି ପକାଏ। ଆଉ ଏମିତି ବି ମଧ୍ୟ କେତେକ ଘଟଣା ଘଟେ ଯେଉଁଠିକି ସମୟ ସମୟ ଦୁଷ୍ଟ ଲୋକମାନେ ପର ଉପରେ ନିନ୍ଦା କରି ଘର ଉପରେ ମଧ୍ୟ ନିଆଁ ଲଗାଇ ଦିଅନ୍ତି, କିନ୍ତୁ ଏଟା ବିଶେଷ କମ ଭାବରେ ଘଟିଥାଏ। ଏହା ଥିଲା ଘର ପୋଡ଼ିର ରଚନାର କାରଣ ସୋପାନ। ତାପରେ ଦେଖିବା ପରବର୍ତ୍ତୀ ଥିବା ଘର ପୋଡ଼ିର ଦୃଶ୍ୟ। ଏଥିରେ ଲେଖିବା ସେଦିନର ଅପରାହ୍ନ ସମୟ, ପ୍ରଚଣ୍ଡ ଗ୍ରୀଷ୍ମ ହୋଇଥାଏ। ହଠାତ୍ କାହାର ଚିତ୍କାର ଶୁଣି ମୁଁ ଘର ଭିତରୁ ବାହାରକୁ ଧାଇଁ ଆସିଲି। ଗାଁ ଦାଣ୍ଡକୁ ଲୋକମାନେ ଧାଇଁ ଆସୁଥାନ୍ତି। ଆମ ଗାଁର ଦକ୍ଷିଣ ଦିଗକୁ ଗୁଣ୍ଠବୁନ୍ଦ ଗାଁ। ଠିକ୍ କେରାମିଣ୍ଡି ମାଳ ପାହାଡ଼ ତଳୁ ଚାହିଁ ଦେଖିଲି ସେ ଗାଁର କେତେକ ଘର ବଖରା ହୁ ହୁ ହୋଇ ଜଳୁଥାଏ। ଭଉଁରୀ କହି ଧୂଆଁ ସବୁ ଉଠୁଛି। ସେ ଗାଁ ଉପରେ ଆକାଶଟା ଖାଲି ଧୂଆଁରେ ପାଉଁଶା ଦିଶୁଛି। ଆମେ କେତେ ଜଣ ଧାଇଁଲୁ। ପାଖ ପାଖ ଗାଁର ଲୋକ ମଧ୍ୟ ଧାଇଁଗଲେ। ସେଠାରେ ପହଞ୍ଚି ଦେଖିଲୁ 25 କି 30 ବଖରା ଘର ନିଆଁ ଲାଗିଛି। ପ୍ରଚଣ୍ଡ ବେଗରେ ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁ ମାଡ଼ି ଯାଉଥାଏ। ସମସ୍ତେ ଠିଆ ହୋଇ ଖାଲି ପାଟିତୁଣ୍ଡ କରି ଚିତ୍କାର କରୁଥାନ୍ତି। ନିଆଁ ଲିଭାଇବାକୁ କାହାର ହେଲେ ସାହସ ନାହିଁ। ଠୋ ଠୋ ହୋଇ ବାଉଁଶ ସବୁ ଫାଟୁଥାଏ। ନିଆଁ ରଦ ଏଣେ ତେଣେ ଖସୁଥାଏ। ସେ ଗଣ୍ଡ ମଣ୍ଡଲଟା ଖାଲି ଲାଲ ଦେଖାଯାଉଥାଏ। ନିଆଁ ତେଜରେ ଆମେ ଠିଆ ହୋଇପାରିଲୁ ନାହିଁ। ଆମେ ଅପେକ୍ଷା ନ କରି ବ୍ରହ୍ମପୁର ଦମକଳ ଅଫିସକୁ ଫୋନ କଲୁ। ପୁଣି ସେ ସ୍ଥାନକୁ ଗଲୁ। ଗାଁ ଲୋକେ ସରା, ମାଠିଆ ପ୍ରଭୃତିରେ ପୋଖରୀରୁ ପାଣି ଆଣି ନିଆଁରେ ପକାଉଥାନ୍ତି। ପବନ ମଧ୍ୟ ସେତେବେଳକୁ ଜୋରରେ ବହିଲା। ଚାହୁଁ ଚାହୁଁ ସାଇଡ ଯାକ ନିଆଁର ଲହ ଲହ ଜିଭରେ ଚାଟି ହୋଇଗଲା। ନିଆଁ ଲିଭାଇ ହେଲା ନାହିଁ। ଘରୁ କେତେକ ଗୃହପାଳିତ ପଶୁ ବାହାରି ନ ପାରି ପୋଡ଼ିଗଲେ। ଅନେକ ଧନ ସମ୍ପତ୍ତି ମଧ୍ୟ ପୋଡ଼ିଗଲା। ପିଲା ଓ ସ୍ତ୍ରୀମାନଙ୍କୁ ଟାଣି ନେଇ ଦୂର ସ୍ଥାନରେ ଠିଆ କରାଇ ଦିଆଗଲା। ସମସ୍ତେ ବିକଳରେ ଭୋ ଭୋ ରଡ଼ି ଛାଡ଼ୁଥାନ୍ତି। ଏଥର ଦମକଳ ପହଞ୍ଚିଲା। ସେମାନେ କୂଅ ପୋଖରୀରୁ ଯେତିକି ପାଣି ପାଇଲେ ସେତିକି ନିଆଁ ଉପରକୁ ପାଇପ୍ ସାହାଯ୍ୟରେ ପକାଇଲେ। ଧୀରେ ଧୀରେ ନିଆଁ ସବୁ ଲିଭିଗଲା। ଏହା ଥିଲା ଦେଖିଥିବାର ଘର ପୋଡ଼ିର ଦୃଶ୍ୟ। ତାପରେ ଦେଖିବା ପରବର୍ତ୍ତୀ ସୋପାନ। ଆଉ ପରବର୍ତ୍ତୀ ସୋପାନରେ ଲେଖିବା ଘର ପୋଡ଼ିର କ୍ଷତି। ଏଥିରେ ଲେଖିବା ଘର ପୋଡ଼ିରୁ କିଛି ହେଲେ ରକ୍ଷା କରି ହୁଏ ନାହିଁ। କ୍ଷଣିକ ଭିତରେ ଅନେକ ଧନ ଜୀବନ ବା ଅନେକ ଧନ ସମ୍ପତ୍ତି ପାଉଁଶ ପାଲଟିଯାଏ। ଯେଉଁଠି ବି କିଛି ରକ୍ଷା ପାଇଥାଏ ତାହା ଅତି ସାମାନ୍ୟ। ଘର ପୋଡ଼ିର ମାଲିକ ତାର ସର୍ବସ୍ୱ ହରାଇଥାଏ। ରହିବାର ବାସଖଣ୍ଡକ ମଧ୍ୟ ପୋଡ଼ିଯାଏ। ସମୟେ ସମୟେ ଗୋଟାଏ ଗୋଟାଏ ଗାଁ ମଧ୍ୟ ପୋଡ଼ି ପାଉଁଶ ହୋଇଯାଏ। ଘର ପୋଡ଼ି ଏକ ମହା ବିପଦ ଏବଂ ଦୁଃଖଦାୟକ ଘଟଣା ଅଟେ। ତେଣୁ କଥାରେ ଅଛି, ଘର ପୋଡ଼ି ଠାରୁ ବିପତ୍ତି ନାହିଁ, ଘୋଡ଼ା ଚଢ଼ା ଠାରୁ ସମ୍ପତ୍ତି ନାହିଁ। ତାପରେ ଦେଖିବା ପରବର୍ତ୍ତୀ ସୋପାନ ଶେଷ କଥା। ଆଉ ଶେଷ କଥାରେ ଲେଖିବା ଘର ପୋଡ଼ି ଏକ ମହା ବିପଦ।
ତେଣୁ ଘର ପୋଡ଼ି ଯେପରି ନ ଘଟିବ ସେଥିପାଇଁ ଆଗରୁ ସାବଧାନ ରହିବା ସବୁଠାରୁ ଭଲ। ପ୍ରତ୍ୟେକ ଲୋକ ଯଦି ନିଆଁକୁ ବ୍ୟବହାର କଲାବେଳେ ସାବଧାନ ରହନ୍ତି ତେବେ ଘର ପୋଡ଼ି ହୁଅନ୍ତା ନାହିଁ। ତେଣୁ ବିଶେଷତଃ ଘରୋଣୀମାନେ ନିଆଁ ବ୍ୟବହାର ବେଳେ ସବୁବେଳେ ସତର୍କ ରହିବା ଆବଶ୍ୟକ। ତ ଫ୍ରେଣ୍ଡସ୍, ଏଟା ଥିଲା ପ୍ରାକୃତିକ ବିପର୍ଯ୍ୟୟର ଗୋଟିଏ ସୁନ୍ଦର ରଚନା ଘର ପୋଡ଼ି। ତ ସେ ପର୍ଯ୍ୟନ୍ତ ରହୁଛି ଯେ ପର୍ଯ୍ୟନ୍ତ କି ଆଉ ଗୋଟେ ଆପଣମାନଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟର ଆଉ ଗୋଟେ ସୁନ୍ଦର ରଚନା ନେଇକି ଆସିବା। ସେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।